আজি माने सबू पुआ बहु माने पाठ साठ पढ़ी चाकरी बाकरी करी भुवनेश्वर रे चाकरी खंडे पाइले गाँव रे बापा माँ को छाड़ी दे गले मु आसीबी मझिरे मझिरे तुम कथा बुझीबी तमे गाँव रे थाओ मु भुवनेश्वर रे मो पुआ झियो को नहीं रहूची आउ आसुचंती तो बुझुचंती तो ये कथा गुडी को पिला माने काटू शिखिले भगवान कृष्ण आर सष्टा अरे स्तन भांगी जी क्षीर देला केते पागली हेलानी से दिन ए माँ 4 दिन अपेक्षा कला यशोदा अरे जे गोटा दिन टिकिए फेरिबा विलंब हेले धार धार आखिर लुह गड़े की खंडे बाट जाए जाए 4 दिन 4 मास 4 वर्ष केते दिन केमिति से धैर्य धरी रही माँ आपण माने भावंतु मन पकौ नाहंती बाउला रे को दिन जदी छताटी नेइनी कठौटी नेइनी छाती फाटे जा यशोदांकर बालिया शांत अभिमन्यु कांदंती धार धार आखिर लुह गड़े मने पकांती एई तो माँ कोले नेलु नाही काही पाई पोको बारी पोको कोने कंटा लागी हे बाबू तो पारे चिंता मोगा मानी करे निशाचार माती तारा शुभु चेसु आए शुभु मुदा की छाड़ी गई बना को गाही मोरा मारी करे कार जदि बड़ा पाटी शुणी देले यशोदा भावंती निशाचर राक्षस माने मातिबार कान को शुभुची मु डांकिनी कांकी छाड़िली मो छुआ को जे गोटा दिन धैर्यर सहित अपेक्षा करि पारेनी माँ 4 मास 4 दिन 4 वर्ष केते दिन गला से केमिति रहिथिबो सबुदिन आखिर लुह गड़ाए यशोदा कांदी 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 नंद यशोदा शेषकू आखि फुटी गला अंध अंधुणी हे गले बापा माँ संध्या बेले कान्हू फेरिबा बेले सबुदिन माँ यशोदा लहुणी सजाए कान्हू जहा खाइबा को भल पाए सजाए हाथ रे धरे खंडे बाट जाए गाम को जाए मो कान्हू फेरिबा बेल हेलानी गाई धरिकी काले फेरुथबो आहा कांदी कांदी बायानी भलिया जाई थाए पछरे नंद गोड़े गोड़े जाती आउसी दियंती मुंडे रे हाथ मारी देई आउसी दियंती आलो यशोदे कोन बायानी हेलो खंडे दूर हाथ रे धरी सरल बणी नहीं कि जाई थांती नंद पछपटे गोड़े गोड़े जाई थांती रे कहला यशोदा तू बायानी हेलो बाल्य आपण मानकर जाजपुर जिलार अनबाद्य प्रतिभा गोटा पद मंजुल कही कृष्ण प्रसाद बसु नंद पछरे डाकंती अरे तू बायानी हेलु की बोली पछे पछे बायानी हेलु की बोली पछे पछे धाई छाती प्रधा देवकी की तोते की लोड़ी देवकी की तोते की लोड़ी आहुरी से तो कोई भी छुआ से तो कोई भी छुआ पराल
ଛୁଆ ସେ ତ କୋଳିଲି ଛୁଆ ସେ ତ କୋଳିଲି ଛୁଆ ବଡ଼ ଲାଗିଲେ କପାଳ ଆଉଁସି ଦିଅନ୍ତି, ମୁଣ୍ଡ ଆଉଁସି ଦିଅନ୍ତି, ଧାର ଧାର ଆଖିରୁ ଲୁହ ବହୁଥାଏ ଯଶୋଦାଙ୍କର ନନ୍ଦଙ୍କର। ନନ୍ଦ କହନ୍ତି ଆରେ ବାୟାଣୀ ତୁ କାହା ପଛରେ ଗୋଢେଇଛୁ? ଆରେ ସେ ପରା କୋଇଲି ଛୁଆ, ଆଉ ଥରେ ପର ଲାଗିଲେ କଣ କାହା କହିକିରି କାଉ ବସାକୁ ଆସିବ? ଆରେ ଦେବକୀ କି ଛାଡି ଆଉ ଥରେ ସିଏ କଣ ତୋ କୋଳକୁ ଆସିବ? ତୋ ସ୍ତରରୁ ଆସିବ? ମା ସରଳ ବଢି ଖାଇବ। ମା ବୁଝି ପାରୁନାହାନ୍ତି ଯଶୋଦା, ଏତେ ଅଖଣ୍ଡ ବିଶ୍ୱାସ ନା ମୋ ଧନ ମତେ ମିଛ କହିବନି, ଆଉ ଥରେ ଆସିବ ମୋ ସରଲ ପରି ଖାଇବ, ମୋ ସ୍ତନର କ୍ଷୀର ଖାଇବ। ଯଶୋଦାର ମାତୃତ୍ୱ ଆଗରେ ହାର ମାନି ଯାଆନ୍ତି ନନ୍ଦ, କୋଳକୁ ଆଉଜେଇ ଆଣନ୍ତି ଆଲୁ ବାୟାଣୀ ମୋଟେ ଆଉ ଆସିବନି, ଚାଲେ ଘରକୁ ଫେରିଯିବା। ସେମିତି ଅପେକ୍ଷା କରିଥାନ୍ତି ବାଟରେ, ଆଖିରୁ ଧାର ଧାର ଦି ଜଣଙ୍କର ଲୁହ ଗଡୁଥାଏ, ଓଠ ପିଇ ଯାଉଥାଏ। କିଏ ପୋଛିବ କାହା ଲୁହ? ଯଶୋଦା ଆଖିରେ ଲୁହ ଦେବ, ଇଏ ନନ୍ଦ ଆଖିରେ ଲୁହ। ବେଳ ଦି ଘଡି ହେଲେ, ରାତି ଦି ଘଡି ହେଲେ ମୁହଁ ଦେଖାଯାଏନି। ନନ୍ଦ ବୁଝେଇ ଦିଅନ୍ତି ବାୟାଣୀ ଅନ୍ଧାର ହେଲାଣି, ଆଉ କାହ୍ନୁ ଆସିବ, କାଲି ଆସିବା ଛାଲ। ସବୁଦିନର କଥା, ଏ ଦିନେ ନୁହଁ, ସବୁଦିନ ସେମିତି ମା ବାପା ଦି ଜଣ ଯାକ ଆଗରେ ବାୟାଣୀ ହେଇକିରି ଯଶୋଦା କ୍ଷୀର ସରଲ ବଢି ସଜେଇକିରି ଦୌଡନ୍ତି ଅଧା ବାଟକୁ, ପଛେ ପଛେ ନନ୍ଦ ଡାକି ଡାକି ଯାଇ ବୁଝେଇ ବୁଝେଇ ମୁଣ୍ଡ ବାଡେଇ ଦିଅନ୍ତି ଯଶୋଦା। କୁହ ସ୍ୱାମୀ ମୋ ଧନକୁ ଦଣ୍ଡେ ନ ଦେଖିଲେ ମୁଁ ବଞ୍ଚି ପାରେନି, ମୁଁ ବଞ୍ଚିବି କେମିତି? ଖାଲି କାନ୍ଦୁ ନଥିବେ, ତାଙ୍କ ଘରେ ଭଲରେ ରୋଷେଇ ଗଣ୍ଡେ ହଉଥିବ ତ, ବାପା ମା ଦିଟା ଶାନ୍ତିରେ ଖାଇ ପାରୁଥିବେ କୋଉଦିନ ତ, ଶାନ୍ତିରେ ଶୋଇ ପାରୁଥିବେ କୋଉଦିନ ତ। আরে যশোদে কଣ କରିବା ଆଉ ବ୍ୟତୀତ ବିକଳ୍ପ ବାଟ ଆଉ କଣ? ଆସ ଯିବା ଘରକୁ ଆସ। ଅଝଟିଆଟା ଦଣ୍ଡ ତ ଘରେ ରହେ ନା, ମୋ ଧନଟା କୁଆଡେ ଯାଉଥିବ? କୋଠଉ ଛତା ସଜାଡିକି ଦେବ କି ଦଉଥିବ ତ?
ଶୁଆଇଲେ ସରଲ ପରି ଖୁଆଇଲେ କଣ ପାଳିବା ଯତ୍ନରେ ଅଭାବ କରିଥିଲେ। ମରିବା ଯାଏ ଶେଷ ଜୀବନ ପର୍ଯ୍ୟନ୍ତ ନନ୍ଦ ଯଶୋଦାଙ୍କୁ ଆଖି ଲୁହ ଗଡିଥିଲା ନା? ଆଉ ଥରେ କୃଷ୍ଣ ଫେରିଥିଲେ। ବୁଢା ବୁଢୀ ବେଳକୁ କେମିତି ଅଛନ୍ତି ବାପା ମା ଦିଟା? ମତେ ସ୍ତନ ଭାଙ୍ଗିକି କ୍ଷୀର ଦେଉଥିଲା, ମୋ ମା ଟା କେମିତି ଅଛି ମନେ ପକେଇଥିଲେ। ଥରେ କାନ୍ଦୁଥିଲେ ଯଶୋଦା ନା? କାହାକୁ ପାଇଲେନି, କୋଇଲି କି ଡାକୁଥିଲେ, କାହାକୁ ଡାକୁଥିଲେ, ସମସ୍ତଙ୍କୁ ସାକ୍ଷୀ ରଖୁଥିଲେ। କେଶବ କୋଇଲି 34 ଆପଣ ମାନେ ଜାଣିଛନ୍ତି। କୋଇଲି ଲୋ କେଶବ ଯେ ମଥୁରା କୁ कहा बोले बना पुत्र बाहुड़ी नैलारो बाहुड़ी नैला कोई लो। ଯଶୋଦା ବୁଝି ପାରୁନାହାନ୍ତି କା ବୋଲରେ ପଡିକି ମୋ କଣ୍ଢେଇ ପଳେଇଲା, ମଥୁରାକୁ ଗଲା ଆଉ ଫେରିଲାନି। ଭାବନ୍ତୁ, କୋଇଲି ଲୋ ଖଣ୍ଡ କ୍ଷୀର ଦେବି ମୁକା ଖାଇବାର ପୁତ୍ର ଗଲା ମଥୁରା ପୁର କୁଳେ କୋଇଲି ଲୋ ଘର ମୋର ନ ମାନନ୍ତି ନା ଘଟଣା ନଦୀ ସେ ପୁରା ନଥିଲେ ଗୋବିନ୍ଦାଲେ। ମୋ ଘର ସୁନ୍ଦର ନାହିଁ, ଘରେ ପଶି ହଉଛି ଆଉ କାହା ବୋଲରେ ଗଲା ଆଉ ଫେରିଲାନି। ଭାବନ୍ତୁ ବାପା ମା, ସେଇ ବାପା ମା ଭାବନ୍ତୁ ଯୋଉ ବାପା ମା ର ପୁଅ ଝିଅ ବାପା ମା ଦିଟାକୁ ଗାଁରେ ଛାଡି ଦେଇ ବାହାରେ ଯାଇ ପିଲାମାନଙ୍କର ପାଠ ପଢାର ଆଳରେ ହଉ ଚାକିରିର ଆଳରେ ହଉ ବାପା ମା କୁ ପଚାରନ୍ତିନି ବାପା ମା ଗାଁରେ କଣ ଖାଇଲେ, କେମିତି ରହିଲେ, କେମିତି ତାଙ୍କର ଅବସ୍ଥା। ସେଇ ବାପା ମା ମାନେ ଟିକେ ଭାବନ୍ତୁ, କୃଷ୍ଣ କମ କାମ କରିଛନ୍ତି ବାପା ମାଙ୍କ ପାଇଁ ଏ ଛୋଟିଆ ଭୁଲ। ବାପା ସେ ପାଣି ଆଉ କୋଉଠୁ ଆସିଲା, ଏତେ ଜଳ? ନନ୍ଦ ଆଖିରୁ ଯୋଉ ସାରା ଜୀବନ ମରିବା ପର୍ଯ୍ୟନ୍ତ ଲୁହ ବୋହିଲା, ଯଶୋଦା ଆଖିରୁ ମରିବା ପର୍ଯ୍ୟନ୍ତ ସାରା ଜୀବନ ଯୋଉ ଲୁହ ବୋହିଲା, ସେ ଲୁହ କୁଆଡେ ଯିବ? ଓଠ ପିଇବାର ସାମର୍ଥ୍ୟ ଅଛି ତ ବାପା ମା? ସେ ଲୁହ କୁଆଡେ ବାଉଳାରେ ପଳେଇବ? ମୋ ପାଲା ଭଲ ହଉ ଖରାପ ହଉ, କିନ୍ତୁ ଗୋଟାଏ ବାର୍ତ୍ତା ମୁଁ ଆଜି ପାଲା ଭିତରେ ଦବା ପାଇଁ ଚାହୁଁଛି। ହେ ମୋର ସ୍ୱାର୍ଥପର ପୁଅ ବୋହୂମା, ସବୁ କର, ପରିଣତ ବୟସରେ ବୁଢା ବୟସରେ ବାପା ମାଙ୍କୁ ହତାଦର କରନି, ହଇରାଣ କରନି। ବାପା ମାଙ୍କ ଆଖିରୁ ଲୁହ ବୁହାଅନି। ବାପା ମା ଆଖିରୁ ଗୋଟା ଟୋପା ଯଦି ଲୁହ ବୋହିବ, ଜୀବନରେ ଯାହା ଅର୍ଜନ କରିଛ ସବୁ ଐଶ୍ୱର୍ଯ୍ୟ ସେଇ ଲୁହରେ ଭାସିଯିବ। କେହି ବଞ୍ଚେଇ ପାରିବେନି। ଭଗବାନ କୃଷ୍ଣ ଏଡେ ସୁନ୍ଦର ଭାବରେ ଦ୍ୱାରକାପୁରକୁ ତିଆରି କଲେ, କିନ୍ତୁ ଦ୍ୱାରକାପୁରକୁ ରଖି ପାରିଲେନି। ସେ ପାଣି ଏତେ ଆସିଲା, ସେ ଜଳ ଏତେ ଆସିଲା, ମୋର ସାଧାରଣ ଛୋଟିଆ ବୁଦ୍ଧି ଛୋଟିଆ ବିଚାରରେ ମୁଁ ବିଚାର କରେ, ଏତେ ପାଣି ଆଉ କୋଉଠୁ ଆସିବ? ଯଶୋଦା ଆଖିର ଲୁହ, ନନ୍ଦ ଆଖିର ଲୁହ, ଗୋପୀ ଗୋପାଳ ଆଖିର ଲୁହ, ତାଙ୍କୁ ଭଲ ପାଉଥିବା ଲୋକମାନଙ୍କ ଆଖିର ଲୁହ ଠକି ଦେଇ ଗଲେ, ଆଉ ଫେରିଲେନି।
कुआडे जीव देखी चाही भाई संसार चल जेमिति करम सेमिति फल भाई रे जीवन रे आपण मंदिर जातु न जातु से किसी जाए आस ना जीवन रे केतेटा मंदिर तोड़ी कि न तोड़ी से जाए आस ना किंतु आपण को देह देउल को जे तैयारी कला जे गढ़िला जे पालिला जे पोषिला तेल हलदी माखिला ताकू जदि आपण हतादर करिवे ता आखिरु जदि लुह बहिबो को सुख शांति आपण मान रही पारिबे नाही मन रखंतु ए बापा मान